जय जगन्नाथ। ଜାନୁଆରୀ 23 ତାରିଖରେ ବସନ୍ତ ପଞ୍ଚମୀ ଯୋଉଦିନ କି ଅଛି ମା ସରସ୍ୱତୀଙ୍କର ପୂଜା ସେଦିନ। ଆଉ ସେଦିନ ସବୁଠାରୁ ମହତ୍ୱପୂର୍ଣ୍ଣ ହେଲା ଯୋଉଟାକି ପିଲାମାନଙ୍କ ପାଇଁ ଯୋଉମାନେ ପାଠ ପଢୁଛନ୍ତି, ଯୋଉମାନେ ହଉଛି ପାଠ ପଢୁଛନ୍ତି ଏବଂ ଯିଏ ପଢିବାକୁ ଯାଉଛନ୍ତି ସେମାନେ ଛୋଟ ହୁଅନ୍ତୁ ବଡ ହୁଅନ୍ତୁ ସମସ୍ତଙ୍କ ପାଇଁ ଏଇଟା ହଉଛି ସବୁଠାରୁ ମହତ୍ୱପୂର୍ଣ୍ଣ ଦିନ। ଆଉ ଆପଣ ଏଇ ଉପାୟ କରନ୍ତୁ, ଦେଖିବେ ଆପଣ ସେ କେବେ ହେଲେ ପାଠରେ ହଉଛି କେବେ ହେଲେ ପଛଘୁଞ୍ଚା ଦେବେନି। ଆପଣ କଣ କରିବେ ନା, ବ୍ରହ୍ମ ମୁହୂର୍ତ୍ତରୁ 7ଟା ପର୍ଯ୍ୟନ୍ତ, ଯୋଉ ସକାଳ 7ଟା ପର୍ଯ୍ୟନ୍ତ ବ୍ରହ୍ମ ମୁହୂର୍ତ୍ତରୁ ଆପଣ କଣ କରିବେ ନା, ଆପଣ ଯୋଉ ହାତରେ ଲେଖୁଛନ୍ତି, ଯିଏ ହଉଛି ବାମ ହାତରେ ଲେଖୁଛି ସେ ବାମ ହାତରେ ଆପଣ ସେଇ ହାତରେ ଲେଖିବେ, ଯିଏ ଡାହାଣ ହାତରେ ଲେଖୁଛି ଆପଣ ସେଇ ଡାହାଣ ହାତରେ ଲେଖିବେ। ଆପଣ ଗୋଲ୍ଡ ଯାହାବି ଆପଣ ଗୋଲ୍ଡର ହଉଛି ସୁନାର ହଉଛି ବ୍ୟବହାର କରୁଛନ୍ତି ସେ ସୁନାର ଜିନିଷ ଆଣିବେ, ଆଉ କିଛି ମହୁ ଆଣିବେ। ମହୁରେ ଆପଣ ହଉଛି କଣ ସୁନାକୁ ଲଗେଇକିରି ଲେଖିବେ, ସେଇ ହାତରେ ଆପଣ ଲେଖିଦେବେ ଓମ୍। ଓମ୍ ଲେଖିବେ, ତାଙ୍କୁ କହିବେ ସେଟା ହଉଛି ଆପଣଙ୍କ ସେଟା ହଉଛି ଖାଇଦବା ପାଇଁ ସେ ମହୁଟାକୁ। ଦେଖିବେ ଆପଣଙ୍କର ଯେକୌଣସି ପିଲାଙ୍କର ହଉଛି ପାଠରେ ପ୍ରୋବ୍ଲେମ ରହୁଛି ମନେ ରହୁନି, ଦେଖିବେ ସେଦିନ ହଉଛି ମନେ ରହିବ। ଆଉ ତା ସହିତ କଣ କରିବେ ନା, ଯେତେକ ପିଲାମାନଙ୍କର ହଉଛି ବହିପତ୍ର ରହିଛି ଆପଣ କଣ କରିବେ, ସେ ବହିପତ୍ରରେ ହଉଛି ସେଇ ବ୍ରହ୍ମ ମୁହୂର୍ତ୍ତରୁ ଗଙ୍ଗା ଜଳ ଛିଞ୍ଚି ଦେବେ, ଯୋଉଟା ଶୁଦ୍ଧ କରିଦେବେ। ଆଉ ଏତିକି ବସନ୍ତ ପଞ୍ଚମୀ ଦିନ କରନ୍ତୁ, ଦେଖିବେ ହଉଛି ପିଲାମାନଙ୍କର ଲାଇଫରେ ବହୁତ କିଛି ସକ୍ସେସ ଆସିବ।